ସମସ୍ତ ମୋର ଶୁଭ ସକାଳ ସମସ୍ତଙ୍କୁ ନମସ୍କାର। ତ ଆଜି ଆମେ ପଢ଼ିବା ମିଖା 5 ଅଧ୍ୟାୟ 1ରୁ 3 ପଦ ପର୍ଯ୍ୟନ୍ତ ଆମେ ପଢ଼ିବା ପାଠ କରିବା। ହେ ସୈନ୍ୟ ଦଳ କନ୍ୟା, ଏବେ ତୁମ ଦଳ ଦଳ ହୋଇ ଆପଣଙ୍କୁ ଏକତ୍ର କରିବ। ସେ ଆମମାନଙ୍କ ପ୍ରତିକୂଳରେ ସୈନ୍ୟ ବେଷ୍ଟନ କରିଅଛି। ସେମାନେ ଇସ୍ରାଏଲର ବିଚାରକର୍ତ୍ତାର ଗାଲରେ ଦଣ୍ଡାଘାତ କରିବେ। ମାତ୍ର ହେ ବେଥଲେହେମ ଏଫ୍ରାଥା, ଯହୂଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରେ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଦେଶରେ ଏକ ବିଭକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ଏ ନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତ ହେଉଅଛି, ସେ ଯେ ପର୍ଯ୍ୟନ୍ତ ପ୍ରସବ ନ କରେ, ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ। ତହୁଁ ତାହାଙ୍କର ଅବଶିଷ୍ଟ ଭାତୃଗଣ ଇସ୍ରାଏଲ ସନ୍ତାନଗଣର ନିକଟକୁ ଫେରି ଆସିବେ। ଏପଟେ ବାକ୍ୟ ବୁଝାନ୍ତି। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ହାଲେଲୁୟା, 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 ହାଲେଲୁୟା। ପ୍ରଭୁ ତୁମ ପ୍ରଭୁ ତୁମେ ଆଶୀର୍ବାଦ କର। ପ୍ରଭୁ ତୁମେ ଜୀବିତମାନଙ୍କ ପରମେଶ୍ୱର। ପ୍ରଭୁ ମୋତେ ଶକ୍ତି ଧରି ଯାହା ଦେ ପ୍ରଭୁ। ପ୍ରଭୁ ବାକ୍ୟ ବୁଝାନ୍ତି, ମୋତେ ଶକ୍ତି ଦେ ପ୍ରଭୁ। ଯେଉଁ ବାକ୍ୟ ପଢ଼ିଲେ ପ୍ରଭୁ ସେଥିପାଇଁ ତୁମେ ମୋତେ ସହାୟତା କରିଥିଲେ ପ୍ରଭୁ। ବହୁତ ବହୁତ ଧନ୍ୟବାଦ ଅଛି ପ୍ରଭୁ। ଆଜି ଯେଉଁ ସୈତାନମାନଙ୍କ ପରୀକ୍ଷା ପ୍ରଲୋଭନ କରୁଅଛି ପ୍ରଭୁ, ସେ ସୈତାନକୁ ତୁମେ ଦୂର କର ପ୍ରଭୁ। ପ୍ରଭୁ ନିଶ୍ଚୟ ତୁମର ସେବା କାର୍ଯ୍ୟ କରିବାରେ ତୁମ ଯେପରି ଆଗକୁ ବଢ଼ି ଚାଲିଛି ସେମିତି ଆଶୀର୍ବାଦ କର ପ୍ରଭୁ। ଏ ଛୋଟ ପ୍ରାର୍ଥନା ତୁମ ପାଦରେ ସମର୍ପଣ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଙ୍ଗଳ ପିତା, ଆମେନ୍। ତ ପ୍ରିୟ ଶ୍ରୋତା, ଆମ୍ଭେମାନେ ଯେଉଁ ମିଖା ଭବିଷ୍ୟତ ବକ୍ତାଙ୍କ ଲିଖିତ ବିଷୟଟା ମାନେ ପାଠ କଲୁ, ମିଖା 5:1ରୁ 3 ପଦ ପର୍ଯ୍ୟନ୍ତ ଆମେ ପଠନ କଲୁ। ସେଥିରେ ଆମେ ଦେଖିପାରୁଛୁ ଇସ୍ରାଏଲ ମାନଙ୍କ ବିଷୟରେ ଲେଖା ହେଇଛି, ଆଉ ଇସ୍ରାଏଲ ଶାସନକର୍ତ୍ତାଙ୍କ ବିଷୟରେ ଲେଖା ହେଇଛି। ସେ କେଉଁଠାରେ ଜନ୍ମଗ୍ରହଣ କରିବେ, ଆଉ କେଉଁ ନଗରରେ ଜନ୍ମଗ୍ରହଣ କରିବେ, କେଉଁ ଗ୍ରାମରେ ଜନ୍ମଗ୍ରହଣ କରିବେ, ସେ ବିଷୟରେ ଆମ୍ଭେମାନେ ଦେଖିବାକୁ ପାଇଲୁ। ଆଉ 2 ପଦରେ ଏପରି ଲେଖା ଅଛି, ମାତ୍ର ହେ ବେଥଲେହେମ ଏଫ୍ରାଥା, ଯହୂଦା ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲ ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଦେଶରେ ଏକ ବିଭକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ଏଠି ଆମେ 2 ପଦରେ ଦେଖିବାକୁ ପାଉଛୁ ଯେ ଆଜି ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଲେଖା ଅଛି। ଆଜି ଯୀଶୁଖ୍ରୀଷ୍ଟ ତ ଆମେ ପଠନ କରୁଅଛୁ, ଆମେ ଆଲୋଚନା କରୁଅଛୁ, ଆମେ ଭାବୁଅଛୁ ଯେ ଯୀଶୁଖ୍ରୀଷ୍ଟ କେଉଁ ସ୍ଥାନ ଜନ୍ମଗ୍ରହଣ କରିଥିଲେ। ଆଉ କେବଳ ଯହୂଦା ପ୍ରଦେଶର ବେଥଲେହେମ ନଗର ଆଉ ଏଫ୍ରାଥା ବୋଲି ଗୋଟେ ଗ୍ରାମ ଥିଲା, ସେହି ଗ୍ରାମରେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। ବାଇବେଲ ସ୍ପଷ୍ଟ ଭାବରେ ଆମମାନଙ୍କୁ ଦର୍ଶାଇ ଦେଇଅଛି ଆଜି ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ସ୍ଥାନଟା। ଆଉ ମାଥି ଲିଖିତ ସୁସମାଚାର, ଲୋକ ଲିଖିତ ସୁସମାଚାର ଯେତେବେଳେ ଆମେ ପଢ଼ିବା, ସେଠି ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ସ୍ଥାନ ବା ନଗର ଖାଲି ଉଲ୍ଲେଖିତ ହୋଇଅଛି, କିନ୍ତୁ ପ୍ରକୃତ ସେ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସେଇଟା ଉଲ୍ଲେଖିତ ହୋଇନାହିଁ। କେବଳ ଯହୂଦା ପ୍ରଦେଶର ବେଥଲେହେମ ବୋଲିକି ସେଠାରେ ଉଲ୍ଲେଖିତ କରିଛନ୍ତି ମାଥ୍ୟୁ ଆଉ ଲୁକ। କିନ୍ତୁ ଆମେ ଯେତେବେଳେ ପୁରାତନ ନିୟମ ଯେତେବେଳେ ଆମେ ଖୋଲିବା ମିଖା 5:2ରେ, ସେଠି ଆମେ ପାଇପାରିବା ଯେ ଆଉ ଯୀଶୁଖ୍ରୀଷ୍ଟଙ୍କର ସେ ଜନ୍ମ ସ୍ଥାନର ଗ୍ରାମର ନାମ ବେଥଲେହେମ ହେଉଛି ଗୋଟେ ନଗର, ଯହୂଦା ହେଉଛି ତାର ପ୍ରଦେଶ। ଆଉ ପ୍ରଦେଶ ଆଉ ନଗର ଏଇଟା ହେଉଛି ପାର୍ଥକ୍ୟ। ଆମର ଉଦାହରଣ ସ୍ୱରୂପ ଆମର ଯେମିତି ଭାରତବର୍ଷ, ଆମ ଭାରତ ହେଉଛି ଦେଶ, ଆଉ ବେଥଲେହେମ ହେଉଛି, ଆଉ ଓଡ଼ିଶା ହେଉଛି ଆମର ରାଜ୍ୟ। ଆଉ ଆମମାନଙ୍କର ସେ ନିଜର ଗାଁ ମଧ୍ୟ ଅଛି। ସେମିତି ହିଁ ସେହି ସମୟରେ
ଆଉ ଏବେ ସମୟରେ ଦେଖିଲେ କାଣ୍ଟ୍ରି ଯେଉଁଟା କୁହାଯାଉଛି ସେଇଟା ହେଉଛି ଆଉ ପ୍ରଦେଶ ବୋଲି କୁହାଯାଉଛି। ଯେଉଁଟା ଦେଶ ବୋଲି କୁହାଯାଉଛି ସେଇଟା ହେଉଛି ପ୍ରଦେଶ। ସେ ପ୍ରାଚୀନ କାଳରେ ଆଉ ପ୍ରଦେଶ ବୋଲି ଭାଷାଟା ବ୍ୟବହାର କରୁଥିଲେ। ଆଉ ଯେଉଁଟା ରାଜ୍ୟ ବୋଲି କୁହାଯାଉଥିଲା ସେଇଟା ଗୋଟିଏ ନଗର ଥିଲା। ଆଉ ସେ ସମୟରେ ଗୋଟିଏ ନଗର ବୋଲିକି ବ୍ୟବହାର କରାହେଉଥିଲା। କିନ୍ତୁ ଏବେ ଆମେମାନେ ରାଜ୍ୟ ବୋଲିକି ଆମେମାନେ ବ୍ୟବହାର କରୁଛୁ। ଆଉ ଉଫ୍ରାତା ସେଇଟା ହେଉଛି ଗୋଟିଏ ଗ୍ରାମର ନାମ। ଉଫ୍ରାତାରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନ ହୋଇଥିଲା। ଆଉ ଯୀଶୁଖ୍ରୀଷ୍ଟ ସେ ଉଫ୍ରାତା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏଠି ମିଖା ଭାବବାଦୀ ଲେଖୁଛନ୍ତି ଯହୂଦାର ସହସ୍ର ଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ। ଆଉ ସେ ଯହୂଦା ସହସ୍ରରେ ମାନେ ସେ ଯହୂଦା ପ୍ରଦେଶରେ ଅନେକ ଗ୍ରାମ ଥିଲା। ସେ ଗ୍ରାମ ମଧ୍ୟରେ ଉଫ୍ରାତା ଗୋଟିଏ ଛୋଟ ଗ୍ରାମ ଥିଲା। ଆଉ ସେ ଗ୍ରାମରେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ। ଆଉ ସେ ଇସ୍ରାଏଲ ମାନଙ୍କୁ ଶାସନ କରିବା ନିମନ୍ତେ ଇସ୍ରାଏଲର ଶାସନକର୍ତ୍ତା ଯୀଶୁଖ୍ରୀଷ୍ଟ ସେହି ଗ୍ରାମରେ ଉତ୍ପନ୍ନ ହେଲେ। ସେହି ଗ୍ରାମରେ ଜନ୍ମଗ୍ରହଣ କଲେ। ହେବା ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଦେଶରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ଇସ୍ରାଏଲ ମାନଙ୍କୁ ଶାସନ କରିବା ନିମନ୍ତେ ସେହି ଗ୍ରାମରେ ବେତଲେହେମ ଯହୂଦା ପ୍ରଦେଶର ବେତଲେହେମ ନଗର ଆଉ ଉଫ୍ରାତା ଗ୍ରାମରେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିବେ ବୋଲି ମିଖା ଭାବବାଦୀ ଆଗରୁ ହିଁ ଭବିଷ୍ୟବାଣୀ କହିଥିଲେ। ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି ମାନେ ଆରମ୍ଭରୁ ଯୀଶୁଖ୍ରୀଷ୍ଟଙ୍କର ଉତ୍ପନ୍ନ ଥିଲା। ଏହି ଜଗତ କେବଳ ଯୀଶୁଖ୍ରୀଷ୍ଟଙ୍କ ପାଇଁ ପରମେଶ୍ୱର ସୃଷ୍ଟି କରିଥିଲେ। ସେଥିପାଇଁ ମିଖା ଭବିଷ୍ୟତ ବକ୍ତା ତାଙ୍କ ପୁସ୍ତକରେ ଲେଖୁଅଛନ୍ତି। ଆମେ ଯେତେବେଳେ ଦେଖିବା ନୂତନ ନିୟମ ଖୋଲିବେ ସେତେବେଳେ ଆମେ ପାଇପାରିବା ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ। ଆଉ ଯେଉଁ ମିଖା ଭବିଷ୍ୟତ ବକ୍ତା ଯେଉଁ ଭାବଣୀ କହିଥିଲେ ସେଇଟା ନୂତନ ନିୟମରେ ସେଇଟା ପରିପୂର୍ଣ୍ଣ ହେଲା। ଯାହାକି ଲୁକ ଆଉ ମାଥ୍ୟୁ ଆଉ ଲୁକ ଲିଖିତ ସୁସମାଚାର ଆମେମାନେ ପାଇପାରିବୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ। ଆଉ ଯୀଶୁଖ୍ରୀଷ୍ଟ ସେ ଉଫ୍ରାତା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ବେତଲେହେମ ଉଫ୍ରାତା ଆଉ ଯହୂଦା ପ୍ରଦେଶର ଉଫ୍ରାତା ଗ୍ରାମରେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। ତ ଆମ୍ଭେମାନେ ଚିନ୍ତା କରୁଥିଲୁ ପ୍ରକୃତ ସେ ବେତଲେହେମ ଗୋଟେ ନଗର, ଯହୂଦା ହେଉଛି ଗୋଟେ ପ୍ରଦେଶ। କିନ୍ତୁ ସେଇଠି ତାର ପ୍ରକୃତ ଯୀଶୁଖ୍ରୀଷ୍ଟ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସେଇଟା ଆମ୍ଭେମାନେ ଜାଣିନଥିଲୁ। ତ ଆମ୍ଭେମାନେ ଜାଣିବାକୁ ପାଇଲୁ ଯେ ମିଖା 5:2 ଯେତେବେଳେ ଆମେ ଖୋଲିବା ସେତେବେଳେ ସେଇଠି ଆମେ ପାଇପାରିବା ଆଉ ତାହାଙ୍କର ଜନ୍ମର ଗ୍ରାମର ସ୍ଥାନ। ଏ ଛୋଟ ବାକ୍ୟ ବୁଝିଲେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।